ଆପଣଙ୍କର ଯଦି ସିଂହ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏହି 2026ରେ। କାରଣ ଦେଖନ୍ତୁ, ଆପଣଙ୍କର ଅଧିପତି ରହିଲେ କିଏ ନା ସୂର୍ଯ୍ୟ ଆପଣଙ୍କ ଅଧିପତି ରହିବା ଫଳରେ ଆପଣଙ୍କର କୌଣସି ରୋଗ ହେବ ନାହିଁ, ଯେମିତିକି ଚର୍ମଜନିତ ରୋଗ ଆଦୌ ହେବ ନାହିଁ। ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି 2026ରେ ଆପଣଙ୍କର ଯଦି ଯାଦୁ କାଛୁ ହୋଇଥାଏ, ଦେଖିବେ କୁଆଡ଼େ ନାହିଁ ମିଶିଯିବେ। କାରଣ ଆପଣଙ୍କର ସୂର୍ଯ୍ୟ ରହିବେ ଗୁରୁ ସ୍ଥାନରେ ଏବଂ ସୂର୍ଯ୍ୟଙ୍କର ପ୍ରଭାବ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଏବଂ ଆପଣ ଯଦି ଏକ ରାଜନେତା ଅଛନ୍ତି ତେବେ ରାଜନୈତିକ କ୍ଷେତ୍ରରେ ବହୁତ ମାତ୍ରାରେ ପଡ଼ିବ। ଏବଂ ଆପଣଙ୍କର ଅଷ୍ଟମ ଭାଗରେ ରହିଲେ ଅଷ୍ଟମ ଭାଗରେ ଶନି ରହିବା ହେତୁ ଆପଣଙ୍କୁ ବହୁତ ମାତ୍ରାରେ ସ୍ଥିର ଦେଖିବାକୁ ମିଳିବ। ଆପଣଙ୍କର ନବଗ୍ରହ ସ୍ଥିତି ବହୁତ ମାତ୍ରାରେ ସୁଦୃଢ଼ ରହିବ। ଶନିଙ୍କ ହେତୁ ଆପଣଙ୍କୁ କ'ଣ ମିଳିବ ନା ଶନିଙ୍କ ହେତୁ ଆପଣଙ୍କୁ ଧନର ପ୍ରାପ୍ତ ହେବ ଏବଂ ଆପଣଙ୍କ ଉପରେ ଯଥେଷ୍ଟ ଶତ୍ରୁଙ୍କର ଆପଣଙ୍କ ଉପରେ ଶତ୍ରୁ ଲାଗି ଟିକେ ରହିବେ। ଏହି 2026ରେ ଆପଣଙ୍କର ସେଇ ଗୋଟିଏ ପ୍ରୋବ୍ଲେମ୍, ଯାହା ଶତ୍ରୁ ଆପଣଙ୍କ ଉପରେ ଲାଗିକି ରହିବେ। ଚାରିଆଡ଼େ ଯୁଆଡ଼େ ଦେଖିବେ ଆପଣଙ୍କର ଖାଲି ଶତ୍ରୁ, ନଚେତ୍ ଶନିଙ୍କର ଆପଣଙ୍କ ଅଷ୍ଟମ ଭାଗରେ ରହିବାରୁ ଆପଣଙ୍କୁ ଧନର ମଧ୍ୟ ପ୍ରାପ୍ତ ହେବ। ପ୍ରାୟତଃ ସୂର୍ଯ୍ୟ ଆପଣଙ୍କର ଗୁରୁସ୍ଥାନରେ ଅଛନ୍ତି ପଞ୍ଚମ ଭାଗରେ, ତେଣୁ ଆପଣ ଯଦି ରାଜନେତା କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଶତ୍ରୁ ବହୁତ ମାତ୍ରାରେ ଲାଗି ରହିବେ, କାରଣ ଶନି ରହିଛନ୍ତି ଅଷ୍ଟମ ଭାଗରେ। ଏବେ ଦେଖନ୍ତୁ, ସପ୍ତମ ଭାଗରେ ରହିଲେ କେତୁ, ସପ୍ତମ ଭାଗରେ ରାହୁ କେତୁ ରହିଲେ, ତେଣୁ ରାହୁ କେତୁ ରହିଥିବାରୁ ଆପଣଙ୍କୁ କିଛି ବେଶୀ ନୁହେଁ ଏହି 2026 ବର୍ଷରେ 12 ମାସ ମଧ୍ୟରେ ଆପଣଙ୍କୁ କୌଣସି ମାତ୍ରାରେ ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ କିମ୍ବା ସର୍ପଦୋଷର ଆଘାତ ଅଛି। ଏବଂ ଏହି ସର୍ପଦୋଷର ଆଘାତକୁ ଆପଣ ଯଦି ଦୂର କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ଜଳସାୟୀ ମଧ୍ୟ କରନ୍ତୁ। ଦେଖିବେ ଏହି ରାହୁ କେତୁଙ୍କର ଦୋଷ ବହୁତ ମାତ୍ରାରେ କମିଯାଇପାରେ, କାରଣ ଆପଣଙ୍କ ଉପରେ ସେତେ ମାତ୍ରାରେ କିଛି ଫରକ ପଡ଼ିବ ନାହିଁ ରାହୁ କେତୁଙ୍କର, କିନ୍ତୁ ଯଥେଷ୍ଟ ମାତ୍ରାରେ ସମ୍ଭାବନା ଅଛି ଯେ କୌଣସି ମାତ୍ରାରେ ଛୋଟ ମୋଟ ଆକ୍ସିଡେଣ୍ଟ ହେଇଯାଉ କିମ୍ବା ଆପଣଙ୍କ ଉପରେ ସର୍ପ ଆଘାତର କୌଣସି ଛୋଟ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି। ଏବଂ ଆପଣଙ୍କର ଷଷ୍ଠ ଭାଗରେ ରହିଲେ ବୁଧ, ଷଷ୍ଠ ଭାଗରେ ବୁଧ ରହିବାରୁ ସୂର୍ଯ୍ୟଙ୍କ ସହ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଭାଗରେ ଏବଂ ପଞ୍ଚମ ତଳ ଘରେ ରହିଲେ ବୁଧ, କିନ୍ତୁ ଏକତ୍ର ଏ ବର୍ଷ ରହିନାହାନ୍ତି। ଏ ବର୍ଷ ଆପଣଙ୍କର ସୂର୍ଯ୍ୟଙ୍କ ସହ ଏକତ୍ର ରହିନାହାନ୍ତି ବୁଧ, ତେଣୁ ବୁଧ ଆପଣଙ୍କ ଘରେ ବହୁତ ମାତ୍ରାରେ ଫଳପ୍ରଦ କରିବେ। ବୁଧ ବହୁତ ମାତ୍ରାରେ ଫଳପ୍ରଦ କରିବେ ନା କ'ଣ, ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଯେଉଁ ସମସ୍ୟା ଆସିବ, ଯେତେ ମାତ୍ରାରେ ଶ୍ୱାସ ଜନିତ ଆଣ୍ଠୁ ଗଣ୍ଠି ବାତ ଧରୁଥିଲା, ଆପଣଙ୍କର ଶ୍ୱାସ ଜନିତ ଗ୍ୟାଷ୍ଟ୍ରିକ୍ ଜନିତ ପେଟ ସମସ୍ୟା ରହୁଥିଲା, ଏଗୁଡ଼ିକୁ ସବୁ ଦୂର କରାଇଦେବେ। ବୁଧ ହେଉଛନ୍ତି ସ୍ୱାସ୍ଥ୍ୟର ଦେବତା ଏବଂ ବିବେକ, ଜ୍ଞାନ, ସମ୍ମାନ, ମାନହୀନ ଯିଏ ହେଉଥିଲା, ମାନହୀନର ଆପଣଙ୍କର ସମ୍ମାନ ଦେବତା ହେଉଛନ୍ତି ବୁଧ। ଆପଣଙ୍କୁ ଯେତେକ ମାନହୀନ ହେଉଥିଲା, ଋଣ ନେଉଥିଲେ, ଋଣ ସୁଝି ପାରୁନଥିଲେ, ଏହିସବୁ ମାତ୍ରାରେ ବୁଧ ଆପଣଙ୍କୁ ସାହାଯ୍ୟ କରାଇବେ। ଏବେ ଦେଖିବା, ଯଦି ଦେବଗୁରୁ ବୃହସ୍ପତି ରହିଲେ ଆପଣଙ୍କର ଦ୍ୱାଦଶ ଘରେ ରହିଲେ, ଦେବଗୁରୁ ବୃହସ୍ପତି ଦ୍ୱାଦଶ ଘରେ ଅଛନ୍ତି ଏବଂ ଆପଣଙ୍କ ପାଇଁ ମଧ୍ୟ ଅନୁକୂଳରେ ଅଛନ୍ତି, ତେଣୁ ଆପଣଙ୍କ ପାଇଁ ଦେବଗୁରୁ ବୃହସ୍ପତି ବେଶୀ କିଛି ତ କରିବେନି, କିନ୍ତୁ ଆପଣ କୌଣସି ଏହି 2026 ମଧ୍ୟରେ କୌଣସି ନୂତନ ଘର ନିର୍ମାଣ କରିପାରନ୍ତି ଏବଂ ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତି କରିପାରନ୍ତି। ଆଉ ଯେଉଁ ପାରିବାରିକ କ୍ଷେତ୍ରରେ ବାଦ ବିବାଦ ଲାଗି ରହିଥିଲା, ଦେଖିବେ ପାରିବାରିକ କ୍ଷେତ୍ରରେ ବାଦ ବିବାଦ ଟିକେ ଦୂର ହୋଇଯିବ, ନଚେତ୍ ଆପଣଙ୍କର ଶତ୍ରୁ କିନ୍ତୁ ଏହି 2026ରେ ବହୁତ ମାତ୍ରାରେ ଆକ୍ରମକ ହୋଇ ରହିବେ ଏବଂ ଆପଣଙ୍କ ଉପରେ ମଧ୍ୟ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି, ତେଣୁ ସେଥିପାଇଁ ଟିକେ ସାବଧାନ ରହିବେ। ଏବଂ ଦେବଗୁରୁ ବୃହସ୍ପତିଙ୍କ ହେତୁ ପାରିବାରିକ କ୍ଷେତ୍ରରେ ଟିକେ ଆପଣଙ୍କର ଯେଉଁ ତ୍ରୁଟି ଘଟୁଥିଲା ସେଥିରେ ଟିକେ ଧାର ଆସିବ, ମାନେ ଆପଣଙ୍କର ଟିକେ କମିବ ପାରିବାରିକ କ୍ଷେତ୍ରରେ ଯେଉଁ ବାଦ ବିବାଦ ହେଉଥିଲା, ନଚେତ୍ ସେତେ ମାତ୍ରା ବି କମିଯାଇ ନପାରେ, କିନ୍ତୁ ଆପଣଙ୍କୁ ଯଥେଷ୍ଟ ମାତ୍ରାରେ ସମ୍ଭାବନା ଅଛି ଏବଂ ଆପଣ କୌଣସି ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିପାରନ୍ତି। ଆପଣଙ୍କର ପିତାଙ୍କର ଜମି ହେଉ କିମ୍ବା ଘରବାଡ଼ି ହେଉ, ଯେକୌଣସି ଭାବରେ ଆପଣ ପୈତୃକ ସମ୍ପତ୍ତି ପ୍ରାପ୍ତ କରିପାରନ୍ତି ଏବଂ କୌଣସି ନୂତନ ଯାନବାହନ କାଳି ଜିନିଷ
ମଧ୍ୟ ଆପଣ ଯାନବାହନ କ୍ରୟ କରିପାରନ୍ତି। ଏହି 2026ରେ ଆପଣଙ୍କର ବାର୍ଷିକ ସ୍ଥିତିର ଆୟ ରହିବ, ଆପଣଙ୍କର ବାର୍ଷିକ ଆୟ ରହିବ 13 ଏବଂ ବ୍ୟୟ ରହିବ ଆପଣଙ୍କର 10, 3 ରହିବ ଆପଣଙ୍କର ସ୍ଥିତି। ତେଣୁ ଆପଣଙ୍କ ପାଇଁ ଏଇ 2026 ମସିହାଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ସ୍ଥିର ରହିଅଛି। ନା ଅଧିକ ନା ବହୁତ ନା କମ୍ ନା କିଛି ବି ରହିନାହିଁ, ଆପଣଙ୍କ ପାଇଁ ବହୁତ ମାତ୍ରା ସ୍ଥିର ରହିଅଛି। ତେଣୁ ଆପଣଙ୍କୁ ଯେତେ ମାତ୍ରାରେ ପାରନ୍ତି ଶତ୍ରୁଙ୍କଠୁ ଦୂର ରୁହନ୍ତୁ ଏବଂ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, କାରଣ ଆପଣଙ୍କ ପାଇଁ ବହୁତ ମାତ୍ରାରେ ସମ୍ଭାବନା ଅଛି ଯେ ଶତ୍ରୁଙ୍କର ଆପଣଙ୍କ ଉପରେ ଆଘାତ କରିପାରନ୍ତି। ତେଣୁ ଆପଣ ମହାଦେବ ମନ୍ଦିରକୁ ଯାଇ ଜଳସାଇ କରନ୍ତୁ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ଉନ୍ନତି ଘଟିବ। ଏବଂ ଆପଣ ପ୍ରତ୍ୟେକ ସନ୍ଧ୍ୟାବେଳକୁ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ, ଦେଖିବେ ଆହୁରି ମଧ୍ୟ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ନଚେତ୍ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଆପଣଙ୍କୁ ଶତ୍ରୁ ଧୀରେ ଧୀରେ ଦୂରେଇ ଯିବେ। ତେଣୁ ପ୍ରଥମତଃ ଆପଣ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ମହାଦେବ ମନ୍ଦିରକୁ ଯାତ୍ରା କରିବା ଦ୍ୱାରା ଆପଣଙ୍କର ନବଗ୍ରହ ସ୍ଥିତି ସୁଦୃଢ଼ ହୋଇଯିବେ ଏବଂ ସ୍ଥିର ମଧ୍ୟ ରହିବେ। ତେଣୁ ଆପଣ ଯଦି ସିଂହ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ରହୁଛି, ଧନ୍ୟବାଦ।